ବର୍ଷାକୁ ଦେଖି ଗୋଟେ କଥା ମନେ ପଡ଼ିଲା। ବର୍ଷା କେବଳ ପାଣି ନୁହେଁ, ପୃଥିବୀର ଜୀବନ। ଏହି ବର୍ଷା ପାଇଁ ଚାଷୀର ମୁହଁରେ ହସ ଫୁଟେ। ଶୁଖିଯାଇଥିବା ମାଟି ପୁଣି ସବୁଜ ହୋଇଥାଏ, ନଦୀ ପୁଣି ଜୀବନ ପାଏ। ସେଥିପାଇଁ ବର୍ଷାର ବୁନ୍ଦାର ମୂଲ୍ୟ ବୁଝନ୍ତୁ, ପ୍ରକୃତିକୁ ଭଲ ପାଆନ୍ତୁ, ଆଉ ଈଶ୍ୱରଙ୍କ ପ୍ରତ୍ୟେକ ଦାନ ପାଇଁ ସବୁବେଳେ କୃତଜ୍ଞ ରୁହନ୍ତୁ। କାରଣ ଜୀବନରେ ଯାହାକୁ ଆମେ ସାଧାରଣ ଭାବୁଛୁ, ସେହି ଜିନିଷ ହିଁ କାହା ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ। ଭଗବାନଙ୍କୁ ଆମେ ସବୁବେଳେ ମନ୍ଦିରରେ ଖୋଜୁ, କିନ୍ତୁ ସେ ତ ପ୍ରକୃତିରେ ପ୍ରତ୍ୟେକ ସୃଷ୍ଟିରେ ଲୁଚିଥାନ୍ତି। ବର୍ଷାର ପ୍ରତ୍ୟେକ ବୁନ୍ଦାରେ ତାଙ୍କ ଆଶୀର୍ବାଦ ଅଛି। ଜୀବନରେ ସବୁ କିଛି ମିଳିଯିବ ହିଁ ଭଗବାନ କୃପା ନୁହେଁ, ବରଂ ଯାହା ଅଛି ତା ପାଇଁ କୃତଜ୍ଞ ରହିବା ସବୁଠାରୁ ବଡ଼ ଶକ୍ତି, ବଡ଼ ସୁନ୍ଦରତା। ଭରସା ରଖନ୍ତୁ, ଭଗବାନ କେବେ ବିଳମ୍ବ କରିପାରନ୍ତି, କିନ୍ତୁ କାହାକୁ ଏକା ଛାଡ଼ନ୍ତି ନାହିଁ। ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପବିତ୍ର ଦିନରେ ମୋ ଭାଇ ତାର ନୂଆ ଅଫିସ୍ ଶୁଭାରମ୍ଭ କଲା। ଏହା କେବଳ ଗୋଟିଏ ଦିନର ନୁହେଁ, ବହୁ ବର୍ଷର ପରିଶ୍ରମ, ସ୍ୱପ୍ନ ଓ ଆଶାର ନୂଆ ଅଧ୍ୟାୟ। ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଆଶୀର୍ବାଦ ସବୁବେଳେ ତା ଉପରେ ରହୁ। ତାର ପ୍ରତ୍ୟେକ ସ୍ୱପ୍ନ ସତ୍ୟ ହେଉ, ପ୍ରତ୍ୟେକ ପରିଶ୍ରମ ମିଠା ଫଳ ସେ ପାଉ। ଜୀବନରେ ଯେତେ ବାଧା ଆସୁ, ଭଗବାନ ତାକୁ ସାହସ, ଧୈର୍ଯ୍ୟ ଓ ସଠିକ୍ ପଥ ଦେଖାନ୍ତୁ। ଆଜି ଏହି ପବିତ୍ର ଦିନରେ ମୋର ଏକମାତ୍ର ପ୍ରାର୍ଥନା,